ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଅଷ୍ଟମ ଶ୍ରେଣୀ ସାହିତ୍ୟ ସୁରଭି ବହିର ପାଠ 2 ବିହଙ୍ଗ ବିପ୍ଳବ ପାଠଟିକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର, ଯଦ୍ୱାରା କି ତୁମେମାନେ ଏହାକୁ ଭଲ ଭାବରେ ବୁଝିପାରିବ। ଯଦି ବୁଝିପାରିବ ତାହେଲେ ପରୀକ୍ଷାରେ ଉତ୍ତର ଲେଖିପାରିବ। ଯଦି ନ ବୁଝିବା ତାହେଲେ ପରୀକ୍ଷାରେ ଠିକ୍ ଭାବେ ଆମେ ଲେଖିପାରିବା ନାହିଁ। ତେଣୁ ଅନୁରୋଧ, ଏହାକୁ ଭଲ ଭାବରେ ବୁଝିବା ଏବଂ ପ୍ରଶ୍ନର ଉତ୍ତର ଦେବା। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ପଢ଼ିବା। ଏହି ପାଠଟି ପଢ଼ିବା ପୂର୍ବରୁ ପ୍ରଥମେ ଲେଖକ ପରିଚୟ ଟିକିଏ ଆମେ ସଂକ୍ଷେପରେ ମନେ ରଖିବା। ତେବେ ଦେଖ ପିଲାମାନେ, ଓଡ଼ିଆ କଥା ସାହିତ୍ୟରେ ମହାପାତ୍ର ନୀଳମଣି ସାହୁଙ୍କ ସୃଜନ ପରିଧି ବହୁ ବିଚିତ୍ର ଓ ବର୍ଣ୍ଣିଳ। ତାଙ୍କର ଜନ୍ମ 1926 ମସିହା ଡିସେମ୍ବର ମାସ 22 ତାରିଖରେ କଟକ ଜିଲ୍ଲାର ନିଆଳି ଗ୍ରାମରେ। ତାଙ୍କ ପିତାଙ୍କ ନାମ ମହାପାତ୍ର ବୀରବର ସାହୁ, ମାତାଙ୍କ ନାମ ରାଧିକା ଦେବୀ। ଜୀବନର ବାସ୍ତବତାକୁ ଅବିକଳ ଭାବେ ତାଙ୍କ ଗଳ୍ପରେ ସ୍ଥାନିତ କରିଛନ୍ତି। ଏଥିସହିତ ଉତ୍କଳୀୟ ସଂସ୍କୃତିକୁ ଅନନ୍ୟ ରୂପ ରାଗରେ ଉପସ୍ଥାପନ କରିବାରେ ସେ ଯେତିକି ଧୁରନ୍ଧର ସେତିକି ବିଚକ୍ଷଣ। ତାଙ୍କ ରଚନା ମଧ୍ୟରେ ମିଛ ବାଘ, ସୁମିତ୍ରା ରହସ୍ୟ, ବିଷ୍ଣୁ ମାୟା, ଅର୍ଦ୍ଧରାତ୍ରିର ସୂର୍ଯ୍ୟ, ଆକାଶ ପାତାଳ, ଅଭିଶପ୍ତ ଗନ୍ଧର୍ବ ପ୍ରଭୃତି ଅନେକ ଗଳ୍ପ ପୁସ୍ତକ ରହିଛି। ଶ୍ରୀଯୁକ୍ତ ସାହୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସାରଳା ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ବିହଙ୍ଗ ବିପ୍ଳବ ଗଳ୍ପଟି ସରକାରୀ ପୁସ୍ତକରେ ଆଗରୁ ପଠିତ ବିହଙ୍ଗ ବିପ୍ଳବ ଗଳ୍ପକୁ ଏଠାରେ ପ୍ରଦତ୍ତ କରାଯାଇଛି। ଏହି ଗଳ୍ପଟିରେ ଗାଳ୍ପିକ ପଶୁପକ୍ଷୀଙ୍କ ବକ୍ତବ୍ୟ ମାଧ୍ୟମରେ ବର୍ତ୍ତମାନ ସାମାଜିକ ଜୀବନର ବାସ୍ତବ ଚିତ୍ରକୁ ଉପସ୍ଥାପନ କରିଛନ୍ତି। ତେବେ ପିଲାମାନେ ଆସ ଏହି ପାଠଟିକୁ ଆମେ ବର୍ତ୍ତମାନ ଆଲୋଚନା କରିବା। ଦେଖ ପିଲାମାନେ, ବିହଙ୍ଗ ବିପ୍ଳବ। ବିହଙ୍ଗ ଅର୍ଥ ପକ୍ଷୀ, ପକ୍ଷୀମାନଙ୍କର ବିପ୍ଳବ। ମହାପାତ୍ର ନୀଳମଣି ସାହୁ। ଆରମ୍ଭ କରିବା। ଥର ଥର କରି 3 ଥର ଆମ୍ବ ଗଛର ଡାଳରେ ବସା ବାନ୍ଧିଲାଣି ହଳଦୀ ବସନ୍ତ। ମାତ୍ର 3 ଥର ଯାକ ବୁଢ଼ା ମାଙ୍କଡ଼ ସେଇ ଡାଳରେ ଡେଇଁ ତା ବସାକୁ ଭାଙ୍ଗି ଦେଉଛି। ଯେତେ କାକୁତି ମିନତି କରି କହିଲେ ବି ବୁଢ଼ା ମାଙ୍କଡ଼ ତା କଥା ଶୁଣିବାକୁ ନାହିଁ। ଦେଖ ପିଲାମାନେ, ଆମେ ଜାଣିଛେ ମାଙ୍କଡ଼ ଗଛରେ ଡିଆଁ ଡିଇଁ କରେ, କିନ୍ତୁ ପକ୍ଷୀମାନେ ସେଇ ଗଛ ଡାଳରେ ନିଜ ପାଇଁ ବସା ତିଆରି କରିଥିବାର ତୁମେ ଦେଖିଛ। ଠିକ୍ ସେଇଭଳି ହଳଦୀ ବସନ୍ତ କ'ଣ କଲା ନା 3 ଥର ଗଛ ଡାଳରେ ବସା ବାନ୍ଧିଲା। ହଳଦୀ ବସନ୍ତ 3 ଥର ଯାକ ବୁଢ଼ା ମାଙ୍କଡ଼ କ'ଣ କଲା, ତା ଡାଳରେ ବସି ଡିଆଁ ଡେଇଁ କରି ଗଛ ଡାଳକୁ ଭାଙ୍ଗେ, ତା ସହିତ ସେଇ ବସାକୁ ମଧ୍ୟ ଭାଙ୍ଗି ଦିଏ। ହଳଦୀ ବସନ୍ତ ବୁଢ଼ା ମାଙ୍କଡ଼କୁ କେତେ କାକୁତି ମିନତି ହେଲେ ମଧ୍ୟ ତା କଥା ଶୁଣିବାକୁ ନାହିଁ। ମା ହଳଦୀ ବସନ୍ତ ମୁଣ୍ଡରେ ଚିନ୍ତା ପଡ଼ିଛି। ବସନ୍ତ ଋତୁ ଆଉ କେତେ ଦିନ ରହିବ? ସାହାଡ଼ା ଗଛମାନଙ୍କରେ ଫୁଲ କଷି ଧରିଲାଣି। ଆଉ ଅଳ୍ପ ଦିନରେ ପାଚି ହଳଦୀ ଗୁରୁ ଗୁରୁ ଦିଶିବ। ବୁଦାମାନଙ୍କରେ ଶଗଡ଼ ବାଟୁଆ କୋଳି ପାଚି ଲାଲ ଟହଟ ଦିଶିବ। ସେତେବେଳେ ଯଦି ଛୁଆ ହୋଇଯାଇଥିବେ, ତେବେ ସିନା ସେମାନଙ୍କ କୁନି କୁନି ଥଣ୍ଟରେ ଏହି ସବୁ ମିଠା ପାଚିଲା କୋଳି ଆଧାର ଦେବ। ଛୁଆ ସବୁ ଚଞ୍ଚଳ ଚଞ୍ଚଳ ବଢ଼ିଯିବେ। କିନ୍ତୁ ପର ଘର ଭଙ୍ଗା ବୁଢ଼ା ମାଙ୍କଡ଼ ତ ମୂଳରୁ ବସା ରଖାଇ ଦେଉନାହିଁ। ସେ ଅଣ୍ଡା ଦେବ କେବେ, ଆଉ ଛୁଆ ଫୁଟିବେ କେବେ? ଦେଖ, ହଳଦୀ ବସନ୍ତ କେତେ କହିଲେ ମଧ୍ୟ ମାଙ୍କଡ଼ଟି ଜମାରୁ କଥା ଶୁଣେ ନାହିଁ। ଏହିଭଳି ବାରମ୍ବାର ତାଙ୍କର ବସାକୁ ଭାଙ୍ଗି ଦେଉଥାଏ ଏବଂ ମା ହଳଦୀ ବସନ୍ତ କହୁଥାଏ ଯେ ସାହାଡ଼ା ଗଛମାନଙ୍କରେ ଫୁଲ କଷି ଧରିଲାଣି, ଅଳ୍ପ କେତେ ଦିନ ବେଳେ ହଳଦୀ ଗୁରୁ ଗୁରୁ ଦେଖାଯିବ, ଆଉ ସେଇ ଫଳ ଗୁଡ଼ିକ ସବୁ ଆମ ପିଲାମାନେ ଖାଇବେ, ଏ କଥା ଚିନ୍ତା କରୁଥିଲେ। କିନ୍ତୁ
ଯଦି ଏ ସମୟରେ ପିଲା ଛୁଆ ବା ଅଣ୍ଡା ଫୁଟାଇ ଦେଇଥିବ ତାହେଲେ ସେମାନେ ସେଇ ଗଛରେ ଫଳ ଧରିଲା ସମୟରେ ଆମେ ତାଙ୍କୁ ଆଣି ଖାଇବାକୁ ଦେଇଥାନ୍ତେ, ସେମାନେ ବଡ଼ ହୋଇଥାନ୍ତେ। ଯେପରି ଆମେ ଭବିଷ୍ୟତ ପାଇଁ ଚିନ୍ତା କରୁଛେ, ସେହିଭଳି ପକ୍ଷୀଟି ହଳଦୀ ବସନ୍ତ ମଧ୍ୟ ତା'ର ଭବିଷ୍ୟତ କଥା ସେ ଚିନ୍ତା କରୁଥିଲା। ନାଇଁ ପିଲାମାନେ, ଆମେ ଯେପରି ଭବିଷ୍ୟତ କଥା ଚିନ୍ତା କରୁଛେ ନା ନାହିଁ, ଆଗରୁ ଚିନ୍ତା କରୁଛେ, ସେଇଭଳି ହଳଦୀ ବସନ୍ତ ମଧ୍ୟ ଭବିଷ୍ୟତ କଥା, ତାଙ୍କ ପିଲାଙ୍କ କଥା ଭାବୁଥିଲେ, ଏ କଥା କହୁଥିଲେ। ହେଲେ ଏ ପର୍ଯ୍ୟନ୍ତ ଆମେ ତ ଗଛରେ ବସାଟିଏ ତିଆରି କରିପାରିଲେନି, ଆଉ ଛୁଆ ଫୁଟିବ କେବେ? ତାପରେ କ'ଣ ହେଲା? କୁଳୁରୁ 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 କୁଳୁ ପୁରୁଷ ହଳଦୀ ବସନ୍ତ କୁଆଡ଼ୁ ବୁଲି ବୁଲି ଆସି ମା ହଳଦୀ ବସନ୍ତ ପାଖରେ ବସିଲା। ହଳଦୀ ବସନ୍ତ କୁଳୁ 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 କୁଳୁରୁ କୁଳୁ କହି ମା ପାଖରେ ଆସି ବସିଲା। ତା'ର ହଳଦିଆ ସୁନା ଦେହଟି ଖରାରେ ମଳିନ ଦିଶୁଥାଏ। ହଳଦୀ ବସନ୍ତ ଦେଖିବାକୁ ହଳଦିଆ, ତେଣୁ ତା'ର ହଳଦିଆ ସୁନା ଦେହଟି ଖରାରେ କିପରି ଦେଖାଯାଇଥାଏ? ମଳିନ ଦିଶୁଥାଏ। ତେଣୁ ତୁମେ ଜାଣିଛ, ଆମେମାନେ ଯେପରି ଖରାରେ ବୁଲିଲେ କଳା କାଠ ପଡ଼ିଯାଉ, ସେହିପରି ଖରାରେ ବୁଲି ବୁଲି କ୍ଳାନ୍ତ ହୋଇଯାଇଛି, ହାଲିଆ ହୋଇଯାଇଛି ଏବଂ ଦେହଟି ମଳିନ ହୋଇଯାଇଛି। ତାପରେ କହିଲା, ବୁଝିଲ, ଆଖପାଖରେ ଆଉ କେଉଁ ଗଛ ଖାଲି ନାହିଁ। ଅନ୍ୟ ଚଢ଼େଇମାନେ ସବୁ ଗଛରେ ବସା ବାନ୍ଧି ଅଣ୍ଡା ଦେଇ ସାରିଲେଣି। କେତେକ ଅଣ୍ଡା ଉଷୁମାଉଛନ୍ତି, ଆଉ କେତେକର ଛୁଆ ଫୁଟିଲେଣି। ଆମେ ଏବେ କ'ଣ କରିବା? ହଳଦୀ ବସନ୍ତ ଏକଥା କହିଲା। ମା ହଳଦୀ ବସନ୍ତ ଦୁଃଖରେ କାନ୍ଦି ପକାଇଲା। କାନ୍ଦି କାନ୍ଦି କହିଲା, ସେଇ ନିଆଁ ଗିଳା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ? ମା ହଳଦୀ ବସନ୍ତ ବଡ଼ ଦୁଃଖରେ କହିଲା, କାନ୍ଦି କାନ୍ଦି, ସେଇ ନିଆଁ ଗିଳା ବୁଢ଼ା ମାଙ୍କଡ଼କୁ ଜବତ କରିବା ପାଇଁ କ'ଣ ଏଠି କେହି ନାହିଁ? ଏ କଥା କହିଲା। ତାପରେ କ'ଣ ହେଲା ଦେଖିବା। କା 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 ସେମାନଙ୍କର ବନ୍ଧୁ ଡାମରା କୁଆ ହଠାତ୍ ଆସି ପହଞ୍ଚିଗଲା। କା କା କିଏ କରେ? କା କା କିଏ ରାବେ? କା କା କାଉ ରାବେ। କାଉ ରାବୁଥାଏ କା କା। ତେଣୁ କାଉ ସେମାନଙ୍କର ବନ୍ଧୁ ଡାମରା କୁଆ ହଠାତ୍ ଆସି ପହଞ୍ଚିଗଲା। ତାଙ୍କର ଏ କଥା ବିଷୟରେ ଡାମରା କୁଆ ଆସି ପହଞ୍ଚିଲା। ସବୁ ଶୁଣିସାରି ସେ କହିଲା, ତୁମେମାନେ ବଡ଼ ଭୀରୁ। ତୁମେମାନେ ଡାମରା କୁଆ କହିଲା, ତୁମେମାନେ ବଡ଼ ଭୀରୁ, ବୁଢ଼ା ମାଙ୍କଡ଼ଟାକୁ ଜବତ କରିପାରୁନାହଁ। ଆମେ କାଉମାନେ କାହାରି ଅତ୍ୟାଚାର ସହିପାରୁନାହୁଁ। ଆମ ପ୍ରତି କିଏ ଖରାପ ବ୍ୟବହାର କଲେ ଆମେ ତାକୁ ଥଣ୍ଟରେ ଖୁମ୍ପି ଆଉ ନଖରେ ବିଦାରି ଅସ୍ତବ୍ୟସ୍ତ କରିଦେଉ। ସର୍ବସାଧାରଣ ରାସ୍ତା ଉପରେ ସମସ୍ତେ ମିଶି ବଡ଼ ପାଟିରେ ତାକୁ ଗାଳି ଦେଉ, ତା'ର ଇଜ୍ଜତ ମହତ ସାରିଦେଉ। ସେଥିପାଇଁ ତ ବୁଢ଼ା ମାଙ୍କଡ଼ ଆମ ବସାରେ ଛାଇ ମାଡ଼େ ନାହିଁ। ଏ କଥା ଡାମରା କାଉ କହିଲା। ପୁରୁଷ ହଳଦୀ ବସନ୍ତ କହିଲା, କ'ଣ ଆଉ କରିବୁ କହ? ତାକୁ ଯେତେ ନେହୁରା ହୋଇ କହିଲୁ ସେ କ'ଣ ଶୁଣୁଛି? ଆମେ ହେଲୁ ଗାୟକ ଜାତି। ବସନ୍ତ ଋତୁରେ ଗୀତ ବୋଲିବା ଆମ କାମ। ଆମେ ତ ଆଉ ତୁମ ଭଳି ଲଢ଼ୁଆ ଜାତି ନୋହୁଁ। ଏକଥା ହଳଦୀ ବସନ୍ତ କହିଲା। ଏହି ସମୟରେ ଆକାଶରେ ଶୁଭିଲା ଚିରିଂ 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 ଶବ୍ଦ ଶୁଭିଲା। କାଉ ତା'ର ଡୋଳା ଦୁଇଟାକୁ ବୁଲାଇ ଉପରକୁ ଥଣ୍ଟ ଟେକି କହିଲା, ଓ ଗାଙ୍ଗେଇ ମହାରାଜ ପରା, ଆସିବା ହେଉ ବୋଲି କହିଲା। କାଉ କହିଲା। ଗାଙ୍ଗେଇ ଆସି କାଉ ପାଖେ ବସିଲା। କାଉ ପଚାରିଲା, ଆଉ ସବୁ ଖବର କ'ଣ ଗାଙ୍ଗେଇ ମହାରାଜ? ଆଜିକାଲି ତ ତୁମମାନଙ୍କର କଚେବାର। ଗାଡ଼ିଆ ପୋଖରୀ ତ ଶୁଖିଲାଣି, ମାଛ ଦୁଇଟା ଭଲ ମିଳୁଥିବ। ଚିରିଂ ଚିରିଂ ଚିରିଂ। ଗାଙ୍ଗେଇ କହିଲା, ନାଇଁ ହୋ, ମଣିଷର ପେଟକୁ ତ ସବୁ ନିଅଣ୍ଟ ପଡ଼ିଲାଣି। ଗାଡ଼ିଆ ପୋଖରୀରେ ଆଜିକାଲି କୁଜି ଗେଣ୍ଡାଟିଏ ବି ମିଳିବା କଷ୍ଟକର। ତେଣୁ
ସେ ଗାଙ୍ଗେଇ ମହାରାଜ କହିଲା, ଆରେ ମଣିଷ ପେଟକୁ ତ ସବୁ ନିଅଣ୍ଟ, ଗାଡ଼ିଆ ପୋଖରୀ ଆଜିକାଲି କୁଜି ଗେଣ୍ଡାଟିଏ ମଧ୍ୟ ମିଳୁନି। ଏ କଥା ତାଙ୍କୁ ବୁଝାଇଲା। ମାନେ ମଣିଷ ସବୁ ନଷ୍ଟ କରିଦିଏ, ମଣିଷ ସବୁ ନେଇଯାଏ। ତେଣୁ ପକ୍ଷୀଟି କହିଲା। ତାପରେ ହଳଦୀ ବସନ୍ତ ଉଦ୍ଦେଶ୍ୟରେ କହିଲା, ହଳଦୀ ବସନ୍ତ ଭାଇ, ଚାରିଆଡ଼େ ଏତେ ରଙ୍ଗର ଫୁଲ, ଏତେ ପ୍ରକାର କୋଳି, ଆଉ ଏତେ ସୁନ୍ଦର ପବନ, ଗାଅ ଦେଖି ଗୋଟାଏ ଗୀତ। ତୁମର ସେଇ ମନମତାଳିଆ କୁଳୁରୁ କୁଳୁ ସ୍ୱରରେ ଅନେକ ଦିନ ଭଲ ଗୀତଟିଏ ଶୁଣାଯାଏ ନାହିଁ। ତେଣୁ ହଳଦୀ ବସନ୍ତ ଉଦ୍ଦେଶ୍ୟରେ କହିଲା, ମୁଁ ଗୀତ ଶୁଣି ନାହିଁ, ବହୁତ ଦିନ ହେଲା। ତୁମର ସେଇ ମନ ମତାଣିଆ ସେଇ ମଧୁର ସ୍ୱରରେ ଗୋଟିଏ ଗୀତ ଗାଅ, ଗୋଟିଏ ଗୀତ ଗାଇଲେ ମୁଁ ଶୁଣିବି। ଏକଥା ତାକୁ କହିଲା। ତାପରେ ହଳଦୀ ବସନ୍ତ ତାର ଦୁର୍ଦ୍ଦଶା ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କ ପ୍ରତି ବୁଢ଼ା ମାଙ୍କଡ଼ କିପରି ଅତ୍ୟାଚାର କରୁଛି ସେ କଥା ବର୍ଣ୍ଣନା କରି କାଉ କହିଲା, ଗାଙ୍ଗେଇ ମହାରାଜ, ଏଥର ଉପାୟ କ'ଣ କୁହ? ହଳଦୀ ବସନ୍ତ, ସାରି, କୋଇଲି ହେରିକା ହେଲେ ଆମ ଭିତରେ ଶିଳ୍ପୀ, ପକ୍ଷୀ ଜାତିର ସଭ୍ୟତା ସଂସ୍କୃତି ଏଇମାନଙ୍କର ଯୋଗୁଁ ବଞ୍ଚିଛି। ଏମାନଙ୍କୁ ସାହାଯ୍ୟ ନ କଲେ ଆମ ଜୀବନ ବୃଥା ହୋଇଯିବ। ଗାଙ୍ଗେଇ ଏକଥା କହିଲା। ଗାଙ୍ଗେଇ କହିଲା, ଗାଙ୍ଗେଇ ମହାରାଜ, ଏଥର ଉପାୟ କ'ଣ କୁହ? ହଳଦୀ ବସନ୍ତ, ସାରି, କୋଇଲି ହେରିକା ହେଲେ ଆମ ଭିତରେ ଶିଳ୍ପୀ, ଆଉ ପକ୍ଷୀ ଜାତିର ସଭ୍ୟତା ସଂସ୍କୃତି ଏହିମାନଙ୍କର ଯୋଗୁଁ ବଞ୍ଚିଛି। ଏମାନଙ୍କ ସାହାଯ୍ୟ ନ କଲେ ଆମ ଜୀବନ ବୃଥା ହୋଇଯିବ ବୋଲି କହିଲେ। କେହି ଜାଣନ୍ତି ନାହିଁ ବଗ କେତେବେଳୁ ଆସି ସେମାନଙ୍କଠାରୁ ଅଳ୍ପ ଦୂରରେ ଗୋଟାଏ ଥୁଣ୍ଟା ଗଛର ଡାଳରେ ଦୁଇ ପଟକୁ ଡେଣା ମେଲାଇ ଗୁମ୍ ମାରି ବସିଛି। ବଗ ସବୁଦିନେ ଗମ୍ଭୀର, କାହା ସଙ୍ଗେ ବେଶୀ କଥାବାର୍ତ୍ତା କରେନା, ମିଳାମିଶା ମଧ୍ୟ କରେନା। ନିଜର ବଡ଼ ଧାର୍ମିକ ବ୍ୟକ୍ତି ବୋଲି ସବୁବେଳେ ପରିଚୟ ଦେଇ ବୁଲେ। ବଗ ସବୁବେଳେ ଧାର୍ମିକ ବ୍ୟକ୍ତି ବୋଲି ପରିଚୟ ଦେଇ ବୁଲେ। କିନ୍ତୁ ଶୁଆ କହେ, ବଗ ମସ୍ତ ବଡ଼ ଠକ, ସ୍ୱାର୍ଥପର। ବଗ ସବୁଠୁ ବଡ଼ ସ୍ୱାର୍ଥପର। ପାଣିକୁ ଆସିନା ବୁଡ଼ି ବୁଡ଼ି ମାଛ ଖାଏ। ବଗ ଧ୍ୟାନ କଲା ଭଳି ବସିଥିବ, ହେଲେ ଅସଲରେ ଛକିଥିବ। ମୀନଟିଏ କେତେବେଳେ ମୁଣ୍ଡ ଟେକୁଛି। ସାରି କହେ, ବଗ ଟିକିଏ ଗୋରା ବୋଲି ତା ମନରେ ଗର୍ବ, ବଡ଼ ଗର୍ବ। କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ସେ ଘୃଣା କରେ। ଏକଥା କହିଲା। କାଉ କଳା, ତେଣୁ ବଗ ତାକୁ ପରା ପାଖ ପୁରାଏ ନାହିଁ। ବଗ କାଉକୁ ପାଖ ପୁରାଏ ନାହିଁ, କାହିଁକି? ବଗ ଗୋରା। ପକ୍ଷୀ ଜଗତରେ ଶ୍ରେଷ୍ଠ ସ୍ୱର ଶିଳ୍ପୀ କୋଇଲିର ରଙ୍ଗ କଳା ବୋଲି ତାକୁ ମଧ୍ୟ ବଗ ଖାତିର କରେ ନାହିଁ। ସେ କହିଲା, କୋଇଲିର ସ୍ୱର ମଧୁର, କୋଉ କୋଉ ସ୍ଥାନରେ ମଧୁର ସ୍ୱରରେ କୋଇଲି ଗୀତ ଗାଇଥାଏ। ତେଣୁ ସେଇ ମଧୁର ସ୍ୱର ହେଲେ ମଧ୍ୟ କୋଇଲି କଳା ଥିବା ଯୋଗୁଁ ବଗ ତାକୁ ଖାତିର କରେ ନାହିଁ। ତା ମନରେ ଗୋରା ଗୋରା ଭେଦଭାବ ଖୁବ୍ ବେଶୀ ଥାଏ। କଳା ଗୋରା ଭେଦଭାବ ବେଶ୍ ଥାଏ। ଦେଖ, ଏଠାରେ ପକ୍ଷୀମାନଙ୍କୁ ଦେଖୁଛ, ହଳଦୀ ବସନ୍ତ, କାଉ ସବୁ ଦେଖୁଛ, କୋଇଲି ଦେଖୁଛ, ଶୁଆ, ସାରି, ବତକ, ଯାହା ପକ୍ଷୀ ସବୁ ଉଡ଼ୁଥିବାର ଆମେ ଦେଖୁଛେ। କାଉ ଏଡ଼େ ପାଟିରେ କଥା କହୁଥିବା ଶୁଣି ବଗ ଆଉ ସହିପାରିଲା ନାହିଁ। କାଉ ବଡ଼ ପାଟିରେ କହୁଥିଲା ଯେ ବଗ ହେଉଛି ଠକ, ଧାର୍ମିକ, ସ୍ୱାର୍ଥପର, ଏକଥା କହୁଥିଲା। କାଉର ଏକଥା ଶୁଣି ବଗ ଆଉ ସହିପାରିଲା ନାହିଁ। ସେ ଉଦ୍ଧତ କଣ୍ଠରେ ବିଦ୍ରୂପ କରି କହିଲା, କକ୍ 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 କକ୍। ହେ ମୂର୍ଖ କଳା କାଉ, ବେଶୀ ଗୁଡ଼ାଏ ରାଉ ରାଉ ହୋ ନାହିଁ। ତାକୁ ଧମକ ଦେଇ କହିଲା, ହେ ମୂର୍ଖ କଳା କାଉ, ବେଶୀ ଗୁଡ଼ାଏ ରାଉ ରାଉ ହୁଅ ନାହିଁ। ଶିଳ୍ପୀମାନଙ୍କ ପାଇଁ ତୋର ହୃଦୟ କେବେଠାରୁ ଏତେ ବ୍ୟାକୁଳ ହେଲା? ଏଇ ହଳଦୀ ବସନ୍ତ, କୋଇଲି ଆଦି ଶିଳ୍ପୀମାନଙ୍କ ପାଇଁ ମୋର ତିଳାର୍ଦ୍ଧେ ହେଲେ ଦୟା ନାହିଁ। ଏମାନେ ହେଲେ ବିଦେଶୀ। ବର୍ଷ ଯାକ ଏମାନେ କେଉଁଠି ଥାଆନ୍ତି? ଏମାନେ ଜନ୍ମଭୂମିର ଖରା ସହିବେ ନାହିଁ, ବର୍ଷା ସହିବେ ନାହିଁ, ଶୀତ ସହିବେ ନାହିଁ। ଏଇ ବସନ୍ତ ଋତୁ ଆସିଲେ
ଦଳ ଦଳ ହୋଇ ଆସି ନାନା ଢଙ୍ଗ ଦେଖାଇ ଆମ ଆହାର ଉପରେ ଭାଗ ବସାଇବେ। ଏମାନଙ୍କର ଭଲା ଜନ୍ମଭୂମି ପ୍ରତି ମମତା ଅଛି? ହଳଦୀ ବସନ୍ତ ବଗର ଏଇ ଅପବାଦରେ ଭାରି ଦୁଃଖିତ ହେଲା। ହଳଦୀ ବସନ୍ତ ବଗର ଏଇ ଅପବାଦରେ ଦୁଃଖିତ ହେଲା, ଟିକିଏ ରାଗିଗଲା ମଧ୍ୟ। ତଥାପି ତାର ସ୍ୱଭାବ ସୁଲଭ ମଧୁର ଗଳାରେ କହିଲା, କୁଳୁରୁ 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 କୁଳୁ। ଦେଖ ଭାଇ ବଗ, ଆମେ ହେଲୁ ଶିଳ୍ପୀ। ସମଗ୍ର ବସୁଧା ଆମର ଜନ୍ମଭୂମି। ଆମେ କାହାକୁ ପର ଭାବୁନାହୁଁ, ସମସ୍ତେ ଆମର ନିଜର। ହଳଦୀ ବସନ୍ତ କହିଲା, ଆମେ ହେଲୁ ଶିଳ୍ପୀ, ସମଗ୍ର ବସୁଧା, ଏଇ ସମଗ୍ର ପୃଥିବୀ ଆମର ହେଉଛି ଜନ୍ମଭୂମି। ଆମେ କାହାକୁ ପର ଭାବୁନାହୁଁ, ସମସ୍ତେ ଆମର ନିଜର ବୋଲି ଭାବୁ। ଏ କଥା ହଳଦୀ ବସନ୍ତ ବଗକୁ କହିଲା। କିନ୍ତୁ କାଉକୁ ଏତେ କଅଁଳେଇ କରି କହି ଆସେନା। ସେ କର୍କଶ ଭାବେ ବଗକୁ ଭର୍ତ୍ସନା କରି କହିଲା, ତୁମେ ଅତି ସ୍ୱାର୍ଥପର, ଅସାମାଜିକ, ଅହଙ୍କାରୀ। ବିପଦ ବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ, ଯିଏ ଏଭଳି ଅସହିଷ୍ଣୁ ଭାବ ଦେଖାଏ ସେ ଅତି କ୍ଷୁଦ୍ରମନା। କାଉ ଭର୍ତ୍ସନା କରି କହିଲା। କାଉ କଥା ଶୁଣି ସବୁ ଚଢ଼େଇ ଏକାଥରକେ ବୋବେଇ ଉଠିଲେ, କା କା କା, ଚିରିଂ ଚିରିଂ ଚିରିଂ, କୁଳୁରୁ କୁଳୁରୁ କୁଳୁରୁ। ସମ୍ମିଳିତ ଭାବେ ସେମାନେ ବଗର ସ୍ୱଭାବକୁ ନିନ୍ଦା କଲେ। ସମସ୍ତେ ଯେତେବେଳେ ଗର୍ଜି ଉଠିଲେ, ସମ୍ମିଳିତ ଭାବେ ସମସ୍ତେ ମିଶି ବଗର ସ୍ୱଭାବକୁ ନିନ୍ଦା କଲେ। ବଗ ଅପମାନରେ ସେଠୁ ଉଡ଼ି ଚାଲିଗଲା। ଏହି ସମୟରେ କୁଆଡ଼େ ଆସି ସେଠି ପହଞ୍ଚିଗଲା କଜଳପାତି। କଜଳପାତି ମଧ୍ୟ କଳା। ତାକୁ ଦେଖି ସବୁ ଚଢ଼େଇ ପୁଣି ଥରେ ବୋବେଇ ଉଠି ସ୍ୱାଗତ ଜଣାଇଲେ। କଜଳପାତି ପକ୍ଷୀ ସମାଜର ମଧ୍ୟସ୍ଥ କାମ କରେ। ଭଲ ଲୋକୀ କରି କଳି କଜିଆ ମେଣ୍ଟାଇ ଦିଏ। ଭଲ ଲୋକୀ ହୋଇ କଳି କଜିଆ ହେଲେ ତାର ସମାଧାନ କରିଦିଏ। ଭଲରେ ନ ମେଣ୍ଟିଲେ କଜଳପାତି ନିଜର ଶକ୍ତି ଖଟାଇବାକୁ ବି ଭୁଲେ ନାହିଁ। ତାର ଟାଣୁଆ ମୁନିଆ ଥଣ୍ଟରେ ସେ ଛେଳି, ମେଣ୍ଢା, ଗୋରୁ ଗାଈଙ୍କ ପିଠିକି ମଧ୍ୟ ହାଣି ଖଣ୍ଡିଆ କରି ଦିଏ। ତେଣୁ ପକ୍ଷୀମାନେ ତାକୁ ଶ୍ରଦ୍ଧା କରନ୍ତି, ଟିକିଏ ଭୟ ମଧ୍ୟ କରନ୍ତି। ସେ ଭଲ ସମସ୍ତଙ୍କୁ କଥା ବୁଝିଦିଏ ଏବଂ ସମସ୍ତଙ୍କର ମଧ୍ୟସ୍ଥି କାମ କରିଦିଏ। ତାକୁ ଡରନ୍ତି ଏବଂ ତାକୁ ମଧ୍ୟ ସ୍ନେହ ଶ୍ରଦ୍ଧା କରନ୍ତି। ଚାଂ 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 ଚାଂ, କ'ଣ କ'ଣ କ'ଣ, କଥା କ'ଣ? ହଳଦୀ ବସନ୍ତ ଦୁହିଁଙ୍କ ମୁହଁ ଏମିତି ଶୁଖିଯାଇଛି କାହିଁକି? କାଉ ହଳଦୀ ବସନ୍ତଙ୍କର ସମସ୍ତ ଦୁରବସ୍ଥା ଜଣାଇଲା। ହଳଦୀ ବସନ୍ତ ବଡ଼ ଦୁଃଖରେ ଥିଲା, ତେଣୁ ଏକଥା ଜାଣିପାରିଲା କଜଳପାତି। ତେଣୁ କାଉ ହଳଦୀ ବସନ୍ତ କଥା କହିଲା କଜଳପାତିକୁ। ତାପରେ କହିଲା, ଦେଖ ବନ୍ଧୁ, ମା ହଳଦୀ ବସନ୍ତ ନିକଟରେ ଅଣ୍ଡା ଦେବ, ମାତ୍ର ବୁଢ଼ା ମାଙ୍କଡ଼ ତିନି ଥର ସେମାନଙ୍କ ବସା ଭାଙ୍ଗିଦେଲାଣି। ତାର ଦାଉ ବଡ଼ ଅସହ୍ୟ ହେଲାଣି ବୋଲି କାଉ କହିଲା। ତାପରେ ଦେଖ, ସମଦୁଃଖୀ କଜଳପାତି ମାଙ୍କଡ଼ ପାଖକୁ ଗଲା। ସମଦୁଃଖୀ କଜଳପାତି ମାଙ୍କଡ଼ ପାଖକୁ ଗଲା। ବରଗଛରେ ଗୋଟିଏ ଡାଳରେ ବସି ଆଉ ଗୋଟିଏ ଡାଳକୁ ଆଉଜି ବୁଢ଼ା ମାଙ୍କଡ଼ ଘୁମାଉଛି। ବୁଢ଼ା ମାଙ୍କଡ଼ କ'ଣ କରୁଛି? ଏଠି ଘୁମାଉଛି। ଦେଖ ପିଲାମାନେ, ସବୁ ଦେଖୁଛ, ବୁଢ଼ା ମାଙ୍କଡ଼ଟି ଘୁମାଉଛି। କଜଳପାତି ତା ପାଖକୁ ଗଲା। ତା ମୁଣ୍ଡ ଉପରେ ଚକର କାଟି ଉଡ଼ି ବୋବେଇ କହିଲା। ତା ମୁଣ୍ଡ ଉପରେ ଚକର କାଟିଲା, ବୋବେଇ କହିଲା, ଚାଂ 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 ଚାଂ। ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା। ସେ ଘୁମେଇଥିଲା, ସେଟା ନିଦ ଭାଙ୍ଗିଗଲା। କାହାର ନିଦ ଭାଙ୍ଗିଗଲା? ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା। କେତେବେଳେ ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା? ଯେତେବେଳେ କଜଳପାତି ଚାଂ ଚାଂ କରି ତା ମୁଣ୍ଡ ଚାରିପଟେ ଘୂରି ବୁଲିଲା। ସେ ସମୟରେ ସେ ଶବ୍ଦ ଶୁଣି ବୁଢ଼ା ମାଙ୍କଡ଼ର ନିଦ ଭାଙ୍ଗିଗଲା। ସେ କେତେଥର ତାର ଦୁଇ ଗାଲକୁ କୁଣ୍ଡାଇ ସାରି ବିରକ୍ତିରେ ନାଲି ଆଖି ଦେଖାଇ ପଚାରିଲା, ଖଁ ଖାଁ ଖେଁ ଖଁ ଖାଁ, କିଏ ରେ ତୁ, କ'ଣ କହୁଛୁ?
ମାଙ୍କଡ଼ ରାଗିଗଲା। ମାଙ୍କଡ଼ ଶୋଇଥିଲା, ତା ନିଦକୁ ଭାଙ୍ଗିଦେଲା। ତେଣୁ ମାଙ୍କଡ଼ମାନେ ଖେଁ ଖାଁ ହେଉଛନ୍ତି। ଜାଣିଛ ପିଲାମାନେ, ଖଁ ଖାଁ ଖେଁ, ଖଁ ଖାଁ ଖେଁ। କିଏ ରେ ତୁ, କ'ଣ କରୁଛୁ, କ'ଣ କହୁଛୁ? ଏ କଥା କଜଳପାତିକୁ ମାଙ୍କଡ଼ଟି କହିଲା। ଚାଙ୍ଗ ଚାଙ୍ଗ ଚାଙ୍ଗ, ମୁଁ କଜଳପାତି। ବିଚରା ହଳଦୀ ବସନ୍ତର ବସା ଭାଙ୍ଗିବା କ'ଣ ତୁମର ଉଚିତ ହେଉଛି? ମାଙ୍କଡ଼କୁ କହୁଛି, ବିଚରା ହଳଦୀ ବସନ୍ତର ବସା ଭାଙ୍ଗିବା କ'ଣ ଉଚିତ ହେଉଛି? ମାଙ୍କଡ଼ କହୁଛି, ହୁଁ ଖଁ ଖାଁ ଖେଁ। ଉଚିତ ଅନୁଚିତ ମୁଁ ବୁଝେ ନାହିଁ। ଗଛ ଡାଳରେ ଡେଇଁ ବୁଲିବା ମୋର ଅଭ୍ୟାସ। ସେ କହିଲା, ଗଛ ଡାଳରେ ବୁଲିବା ମୋର ଅଭ୍ୟାସ। ଆମେ ବଳଶାଳୀ, ଆମର ଯାହା ଇଚ୍ଛା ଆମେ ତାହା କରିବୁ। ଜୋର ଯାର ମୁଲକ ତାର। ମାଙ୍କଡ଼ ଏଇଭଳି ବକ୍ତବ୍ୟ ଦେଇଥିଲା କଜଳପାତିକୁ। ଆମର ଯାହା ଇଚ୍ଛା ଆମେ ତାହା କରିବୁ, ଜୋର ଯାର ମୁଲକ ତାର। କଜଳପାତି ତାପରେ ବହୁ ପ୍ରକାର ବୁଝାଇଲା, ମାତ୍ର ଗଉଆ ମାଙ୍କଡ଼ ତା କଥା ବୁଝିଲା ନାହିଁ। କଜଳପାତିର ସବୁ କଥା ତାର ଏ କାନରେ ପଶି ସେ କାନରେ ବାହାରିଗଲା। ଶେଷରେ ସେଥିରୁ ନିରସ୍ତ ହୋଇ କଜଳପାତି କହିଲା, ତାହେଲେ ମୁଁ ରାଜାଙ୍କ ପାଖେ ତୁମ ନାମରେ ଫେରାଦ ଦେବି, ରାଜାଙ୍କୁ ଜଣାଇବି, ମାନେ ରାଜାଙ୍କୁ ତମ ବିଷୟରେ କହିବି। ଏ କଥା କଜଳପାତି କହିଲା। କିନ୍ତୁ ମାଙ୍କଡ଼ଟି ତା କଥା ଶୁଣିଲା ନାହିଁ। ବୁଢ଼ା ମାଙ୍କଡ଼ ତାଚ୍ଛଲ୍ୟ କହିଲା, ଖଁ ଖାଁ ଖେଁ କରନା ଫରାଦ। ମୁଁ ତୁମ ରାଜାକୁ ଡରିଛି ନା ମକଦ୍ଦମାକୁ ଡରିଛି? ତମ ରାଜାଙ୍କୁ ଡରିନି କି ମକଦ୍ଦମାକୁ ଫରୁଆ କରୁଛି। ରାଜାଙ୍କ ଦରବାର ବିରାଧି ବୀରବର ପ୍ରବଳ ପ୍ରତାପୀ ଶ୍ରୀ ଶ୍ରୀ କଣ୍ଟକ ଜିହ ଭଲ୍ଲୁକ ମହାରାଜ ସିଂହାସନ ଉପରେ ଉପବେଶନ କରିଛନ୍ତି। ପାଖରେ ଆଉ ଗୋଟିଏ ଆସନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଶ୍ରୀଯୁକ୍ତ ହୀନ ବୃଦ୍ଧି ଜମ୍ବୁକ ପ୍ରବର ସେନାପତି ଶ୍ରୀଯୁକ୍ତ ତୀକ୍ଷ୍ଣଦନ୍ତ ବୃକ୍କ ଚତୁର୍ଦିଗକୁ ଆରକ୍ତ ନୟନରେ ଦୃଷ୍ଟି ନିକ୍ଷେପ କରି ଦରବାରରେ ଖଡ଼୍ଗ ହସ୍ତେ ଦୃପ୍ତ ଭଙ୍ଗୀରେ ଦଣ୍ଡାୟମାନ। ପାରିଷଦମାନଙ୍କର ମଧ୍ୟରେ ଅରଣ୍ୟର ପଶୁ ଜଗତର କୋକି, କଟାସ, ଗୁଣ୍ଡୁଚିମୂଷା, କୁଟ୍ରା, ହରିଣ, ଝିଙ୍କ ଆଦି ସରୀସୃପ ଜଗତର ଅହିରାଜ, ଗୋଧି ଆଦି ଏହି ପକ୍ଷୀ ଜଗତର ଶୁଆ, କାକତୁଆ, ପାରା, ପେଚା ଯେତିକି ପକ୍ଷୀ ଅଛି ସବୁ ପକ୍ଷୀମାନେ ବସିଛନ୍ତି। ବଣରେ ସିଂହ, ବାଘ, ହାତୀ ନଥିବାରୁ ସମସ୍ତେ ମିଳିମିଶି ଭାଲୁକୁ ରାଜା କରିଛନ୍ତି। ସମସ୍ତଙ୍କ ସମର୍ଥନ ପାଇ ଭାଲୁ ମଧ୍ୟ ନିରଙ୍କୁଶ ଭାବେ ଶାସନ କାର୍ଯ୍ୟ ଚଳାଉଛି। ଆଜି ଦରବାରରେ ଚାଲିଛି ମାଙ୍କଡ଼ ବିରୋଧରେ ମକଦ୍ଦମା। ତେଣୁ ସମସ୍ତେ ଉଦ୍ଗ୍ରୀବ ହୋଇ ରାଜାଙ୍କ ରାୟ ଶୁଣିବା ପାଇଁ ଅପେକ୍ଷା କରିଛନ୍ତି। ହଳଦୀ ବସନ୍ତ ପକ୍ଷରେ ସାକ୍ଷ୍ୟ ଦେଉଛନ୍ତି ଗାଙ୍ଗୋଇ, କୋଇଲି, କଜଳପାତି, କପୋତ। ବୁଢ଼ା ମାଙ୍କଡ଼ ପକ୍ଷରେ ସାକ୍ଷୀ ଦେବାକୁ ଆସିଛନ୍ତି ପାତି ମାଙ୍କଡ଼, ଶାଳିଆ ପତ୍ନୀ। ହଳଦୀ ବସନ୍ତ ପାଇଁ କାଉ ଓକିଲାତି କରି ପ୍ରମାଣ କରିଦେଲା ଯେ ମାଙ୍କଡ଼ ଦୋଷୀ। ରାଜା କାଉର ଯୁକ୍ତିକୁ ହୃଦୟଙ୍ଗମ କରି ରାୟ ଦେଲେ, ହେ ଦୁଷ୍ଟ ମାଙ୍କଡ଼, ବିନା ଦୋଷରେ ବାରମ୍ବାର ହଳଦୀ ବସନ୍ତର ବସା ଭାଙ୍ଗିଥିବାର ତୁମେ ଦୋଷୀ। ତୁମକୁ କଠିନ ଦଣ୍ଡ ଦିଆଯିବ। ଏ କଥା କହିଦେଲେ, ଶୁଣେଇଲେ ରାୟ। ତାପରେ ରାଜାଙ୍କ ରାୟ ଶୁଣି ଚଢ଼େଇମାନେ ଆନନ୍ଦରେ ବୋବି ଉଠିଲେ। ମାତ୍ର ମାଙ୍କଡ଼ ଦୁଇ ଗୋଡ଼ରେ ଠିଆ ହୋଇ କହିଲା, ଧର୍ମାବତାର, ଆପଣଙ୍କର ଆଦେଶ ଶିରଧାର୍ଯ୍ୟ। ମାତ୍ର ଆପଣ କେବଳ ଆଗକୁ ଚାହିଁ ବିଚାର କରିଛନ୍ତି। ଏବେ ଟିକିଏ ପଛକୁ ଚାହିଁ ବିଚାର କରନ୍ତୁ। କାରଣ ଆଗ ପଛକୁ ଚାହିଁ ବିଚାର ନ କଲେ ବିଚାର ଏକତରଫା ହୋଇଯିବାର ଆଶଙ୍କା ଅଛି। ତେଣୁ ରାଜା ପଛକୁ ଚାହିଁ ଦେଖିଲେ, ସିଂହାସନ ପଛପଟେ ଗୋଟିଏ ବିଶାଳ ପାଚିଲା ପଣସ ଥୁଆ ହୋଇଛି। ତାକୁ ଦେଖି ରାଜାଙ୍କ ମନ ଭଳିଗଲା। ସେ ସଙ୍ଗେ ସଙ୍ଗେ ବିଚାର ବଦଳାଇ ଦେଇ କହିଲେ, ହେ ଅହଙ୍କାରୀ ହଳଦୀ ବସନ୍ତ, ପ୍ରକୃତରେ ତୁମେ ହିଁ ଦୋଷୀ। ତୁମେ ଦଣ୍ଡ ପାଇବ। କାଉ ବିଚଳିତ ହୋଇ କହିଲା, କା କା କା, ନା ନା ମହାରାଜ, ହଳଦୀ ବସନ୍ତର ଦୋଷ କ'ଣ? ରାଜା କହିଲେ, ଆରେ ନିର୍ବୋଧ କାଉ,
ନିର୍ବୋଧ କାକ, ବାନର ବଳବାନ ଜୀବ, ପୁନଶ୍ଚ ସେ ଶାଖା ମୃଗ ଅଟେ। ତାର ପ୍ରକୃତି ସେ ଗଛ ଡାଳରେ ଡେଇଁବ ହିଁ ଡେଇଁବ। କାଉ କହିଲା, ସେ ଗଛ ଡାଳରେ ଡେଇଁପାରେ, ମାତ୍ର ଡେଇଁ କରି ସେ ହଳଦୀ ବସନ୍ତର ବସା ଭାଙ୍ଗିବ କାହିଁକି? ରାଜା କହିଲେ, ମାଙ୍କଡ଼ ଯେଉଁ ଡାଳରେ ଡେଇଁବ, ହଳଦୀ ବସନ୍ତ ଆଗ ସେ ଡାଳରେ ବସା କରିବ କାହିଁକି? ହଳଦୀ ବସନ୍ତ ହିଁ ଦୋଷୀ, ତାକୁ ଜେଲ୍ ଜରିମାନା ଦଣ୍ଡ ଉଭୟ ଦିଆଯିବ। ମାଙ୍କଡ଼ ମହାନନ୍ଦରେ ରାଜାଙ୍କୁ ସଲାମ ଠୁଙ୍କି ଡେଇଁ ଡେଇଁ ଦରବାର ତ୍ୟାଗ କଲା। ଚଢ଼େଇମାନେ ନିରାଶ ହୋଇ ନିରୁପାୟ ଭାବରେ ଦଳ ବାନ୍ଧି ନୀରବରେ ଫେରିଲେ। ରାଜାଙ୍କର ହଠାତ୍ ଏହି ବିଚାର ବଦଳିଯିବାର କାରଣ ବୁଦ୍ଧିମାନ କାଉ ମଧ୍ୟ ବୁଝିପାରିଲା ନାହିଁ। ସେମାନେ ଅଳ୍ପ ଦୂର ଯାଇଛନ୍ତି କି ନାହିଁ, କଜଳପାତି ଦେଖିଲା। ଘରଚଟିଆ ତାର ଟିକି ଟିକି ଡେଣା ଦୁଇଟି ହଲାଇ ତୀର ବେଗରେ ତାଙ୍କ ପଛପଟେ ଛୁଟିଛି। କାରଣ କ'ଣ ଜାଣିବାକୁ ସେ ଅନ୍ୟ ଚଢ଼େଇମାନଙ୍କୁ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଲେ। ଘରଚଟିଆ ଅଣନିଶ୍ୱାସୀ ହୋଇଯାଉଥାଏ। ସେ କହିଲା, ଚିଂ ଚିକିଂ ଚିଂ ଚିକିଂ ଚିକିଂ ଚିଂ। ଭାଇମାନେ, ମୁଁ ରାଜାଙ୍କ ସିଂହାସନ ପଛ କାନ୍ଥ କୁରାରେ ବସା କରିଥାଏ। ମୁଁ ଦେଖିଛି ବୁଢ଼ା ମାଙ୍କଡ଼ ବହୁ ଆଗରୁ ମନ୍ତ୍ରୀଙ୍କ ହାତ କରି ରାଜସିଂହାସନ ପଛପଟେ ଗୋଟିଏ ପଣସ ଲାଞ୍ଚ ସ୍ୱରୂପ ରଖିଦେଇଥିଲା। ଲାଞ୍ଚ ପାଇ ରାଜା ଏପରି ବିଚାର ବଦଳାଇ ଦେଲେ। ଏ କଥା କହିଦେଲା ଘରଚଟିଆ। କାଉ ଏ କଥା ଶୁଣି ବଡ଼ ଉତ୍ତ୍ୟକ୍ତ ହୋଇଗଲା। କା କା ରଡ଼ିରେ ସେ ଚଉଦିଗ କମ୍ପାଇ ଦେଲା। ତା ରଡ଼ି ଶୁଣି ଶହ ଶହ କାଉ, କଜଳପାତି, ଚିଲ, ଶାଗୁଣା ଆଦି ପକ୍ଷୀ କୁଆଡ଼ୁ ଉଡ଼ି ଆସି ଜମା ହୋଇଗଲେ। ସେମାନେ ଏକାଠି ବସି ସ୍ଥିର କଲେ, ସମସ୍ତେ ମିଶି ଏଭଳି ଲାଞ୍ଚୁଆ ରାଜା ମନ୍ତ୍ରୀକୁ ଆକ୍ରମଣ କରିବେ, ସିଂହାସନରୁ ତଡ଼ିଦେବେ। ପକ୍ଷୀ ବାହିନୀ ଛୁଟି ଆସିଲେ। ରାଜାଙ୍କ ଅଭିମୁଖରେ ସବା ଆଗରେ ଥାଏ ଶଙ୍ଖ। ଚିଲ ଶଙ୍ଖ ଫୁଙ୍କୁ ଥାଏ। କେଁ 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 କେଁ। ପଛକୁ ଡାମରା କୁଆ, ତାପରେ ଶତ ଶତ କୁଆ ବାହିନୀ, ତା ପଛକୁ ଶହ ଶହ କଜଳପାତି, ତା ପଛକୁ ଦଳକୁ ଦଳ ଅନ୍ୟାନ୍ୟ ପକ୍ଷୀ। ସମସ୍ତେ ଏକାବେଳେ ରାଜାଙ୍କ ନଅର ଭିତରେ ପଶିଗଲେ। ଦେଖିଲେ ଭଲ୍ଲୁକ ମହାରାଜ ଶୃଗାଳ ମନ୍ତ୍ରୀଙ୍କ ସହିତ ଏକତ୍ର ବସି ସେହି ପାଚିଲା ଫଳଟିକୁ ମହା ଆନନ୍ଦରେ ଖାଇ ଲାଗିଛନ୍ତି। ଗୁଣ୍ଡୁଚି ମୂଷା ମଞ୍ଜି ବାହାର କରି ଖୋସାଟି ବଢ଼ାଇ ଦେଉଛି ଶୃଗାଳ ମନ୍ତ୍ରୀକୁ, ଆଉ ସ୍ୱୟଂ ବୁଢ଼ା ମାଙ୍କଡ଼ ଗୋଟି ଗୋଟି କରି ପଣସ ଖୋସା ବଢ଼ାଇ ଦେଉଛି ଭଲ୍ଲୁକ ମହାରାଜଙ୍କ ପାଟିକି। ପକ୍ଷୀମାନେ ଏ ଦୃଶ୍ୟ ଦେଖି ଆହୁରି ରାଗିଗଲେ ଏବଂ ମହା କୋଳାହଳ କରି ଲାଞ୍ଚଖିଆ ରାଜା, ମନ୍ତ୍ରୀ, କର୍ମଚାରୀମାନଙ୍କୁ ଖୁମ୍ପି ଲାଗିଲେ। କୁଆମାନଙ୍କର ଥଣ୍ଟର ଆଘାତରେ ବୁଢ଼ା ମାଙ୍କଡ଼ ଖଣ୍ଡିଆ ଖାବରା ହୋଇଗଲା। ଶୃଗାଳ ଯେତେ ଲୁଚିଲେ ମଧ୍ୟ ଚିଲମାନଙ୍କ ଆକ୍ରମଣରୁ ରକ୍ଷା ପାଇପାରିଲା ନାହିଁ। ଶେଷକୁ କଜଳପାତି ଭାଗରେ ଭଲ୍ଲୁକ ମହାରାଜ, ତାଙ୍କର ଲୋମଶ ଦେହ ଅଳ୍ପ କାଳ ମଧ୍ୟରେ ଲୋମଶୂନ୍ୟ ହୋଇଗଲା। ସେମାନେ ସମସ୍ତେ ମିଶି ଭାଲୁକୁ ରକ୍ତାକ୍ତ କରିଦେଲେ। ଖୁମ୍ପି ଖୁମ୍ପି ରକ୍ତାକ୍ତ କରିଦେଲେ। ଦେଖ ପିଲାମାନେ, ଲାଞ୍ଚ ଖାଇଲେ ଏଇଭଳି ଅବସ୍ଥା ହେବ। ଆଗକୁ ଆମେ ଏହି ପାଠଟିକୁ ଦେଖିଲେ, ତେଣୁ ଲାଞ୍ଚ ଖାଇ କିପରି ବିଚାରକୁ ବଦଳାଇ ଦେଲେ ତାହା ଜାଣିଲେ ପରବର୍ତ୍ତୀ କାଳାଂଶରେ ଆମେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ବର୍ତ୍ତମାନ ଏହି ପାଠଟିକୁ ବୁଝିଲେ, ଗଳ୍ପଟିକୁ ବୁଝିଲେ, ଲାଞ୍ଚ ଖାଇଲେ ଅବସ୍ଥା କ'ଣ ହୁଏ ଜାଣିଲେ। ତେଣୁ ପରବର୍ତ୍ତୀ କାଳାଂଶରେ ପୁଣି ଦେଖାହେବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।